बाजुची राति 4 आम जाऊँ मेन रोड ऑटो धरिकी रेलवे स्टेशन जीवु। रेलवे स्टेशन ट्रेन हिसा जीवु। तो राति ऑटो को वेट कर तिरुपुर रेलवे स्टेशन। आम ट्रेन अच्छी 7:15 ट्रेन को वेट कर। पादर पाऊँजी तोर कही दिए काने मोर तू सालिका खाली मोर हाथर मेहंदी तोर कही दिए प्रेम मोर तू कनिया आउ तो बाबा पाऊँजी तोर कही दिए काने मोर तू सालिका खाली मोर। मते नहीं जातो साथे आज बाजा बजे। हाँ चांदी बोला मुह हलदी तो फाइनली से आम गेट मुहर पहुँची गलु। भीतर को एंट्री करवा। त्र्यंबकं यजामहे सुगंधि पुष्टिवर्धनम् उर्वारुकमिव बन्धनात् मृत्युर्मुक्षीयममृतात्। जय महाकाल मशाणी रे परा घर मुख्य आवास कैलासपुर अच्छी जदि पाइबार चढ़ा कदली नड़िया क्षीर मशाणी रे परा घर मुख्य आवास कैलासपुर अच्छी जदि पाइबार चढ़ा कदली नड़िया क्षीर भूत अटे सहचर ओ नाम परा महेश्वर चाल पिंधा बाबाटीए सीए पाउंस बड़ा शरीर त्रिशूल धरिकी बाबा करे संहार अच्छी जदि पाइबार चढ़ा कदली नड़िया क्षीर अच्छी जदि पाइबार पाई पारुथिबु समबार।
ଏଠି ଦର୍ଶାଯାଇଛି କି ମୋବାଇଲ ଲ୍ୟାପଟପ୍ କ୍ୟାମେରା ଯାହା ବି ଆଣିଥିବେ ବ୍ୟାଗ୍ ପତ୍ର ଆପଣ ଏଠି ଡିପୋଜିଟ୍ କରିକି ଯାଇପାରିବେ। ଧ୍ୟାନ ଲିଙ୍ଗ ପାଖକୁ ଯିବା ପୂର୍ବରୁ ଏଠି ଗାଧେଇବା ଯାଏ। ଏ ଯେଉଁ ଧ୍ୟାନ ଲିଙ୍ଗ ଦେଖୁଛନ୍ତି ଇଏ ହେଉଛି 14 ଫୁଟର, ଆଉ ଯେଉଁ ଗୁମ୍ଫା ଦେଖୁଛନ୍ତି ଛୋଟ ଛୋଟ ଘର, ତ ତା ଭିତରେ ବସି ସମସ୍ତେ ଧ୍ୟାନ କରନ୍ତି। ସାଇଡ଼ରେ ବି ସମସ୍ତେ ବସନ୍ତି, ଆଉ ତା ଭିତରେ କୌଣସି ସାଉଣ୍ଡ କରାଯାଏ ନାହିଁ। ଯେକୌଣସି ବି ଲେଡ଼ିଜ୍ ଯାଇଥିବେ ଜେଣ୍ଟସ୍ ଯାଇଥିବେ କୌଣସି ସାଉଣ୍ଡ ଜାତୀୟ ଦ୍ରବ୍ୟ ନେଇପାରନ୍ତି ନାହିଁ, ଯାହାକି ହାତର ଚୁଡ଼ି ପାଉଁଜି ସେସବୁ ବି ଖୋଲିକି ରଖିଦିଅନ୍ତି ସେମାନେ ସିକ୍ୟୁରିଟି ପାଇଁ, କାହିଁକିନା ସେଠି କିଛି ସାଉଣ୍ଡ କରାଯାଏ ନାହିଁ। ଟିକେ ସାଉଣ୍ଡ ହେଲେ ମୁଁ ଥରେ ଯାଇକି ତା ଭିତରେ ଧ୍ୟାନ କରିଥିଲି, ଆଉ ଆଙ୍ଗୁଠିଟେ ଫୁଟେଇଲି ତ ତା ଦେହରେ ଏମିତି ଗୋଟେ ଯେମିତି ତାଳ ଫୋଟକା ଆମେ ବାହାରେ ଫୁଟେଇଲେ ଯେଉଁ ସାଉଣ୍ଡ, ସେ ସାଉଣ୍ଡ ଆସିଲା। ପୁରା ଗୁମ୍ଫା ଟାଇପ୍ର ହେଇଛି, ତ ସେଇଥିପାଇଁ ସେଠି କୌଣସି ଲୋକ ପାଟି ବି ମୁହଁ ଖୋଲନ୍ତିନି କି କୌଣସି ସାଉଣ୍ଡ କରାଯାଏନି। ବାସ୍ କିଛି ସମୟ ବସିକି ଶାନ୍ତିରେ ଧ୍ୟାନ କରାଯାଏ, ତାପରେ ଜଣେ ଇସାରା ଦେବ କି ଏବେ ଆପଣମାନେ ଯାଇପାରନ୍ତି। ତ ସେଇଠୁ ସେମାନେ ଆସିଲା ପରେ ପୁଣି ଆଉ କିଛି ଭକ୍ତ ଯାଇକି ବସି ଧ୍ୟାନ କରନ୍ତି। କ୍ୟାମେରା ଆଲାଉଡ଼୍ ନଥିବାରୁ ମୁଁ ଭିତରକୁ କ୍ୟାମେରା ଆଣିପାରିଲି ନାହିଁ, ତେଣୁକରି ଆପଣମାନଙ୍କୁ ଫଟୋ ଦ୍ୱାରା ଶୋ କରେଇ କହିଦେଉଛି, କିନ୍ତୁ ୟା ଭିତରକୁ କ୍ୟାମେରା ଆଲାଉଡ଼୍ ନାହିଁ। ଯେଉଁ ଫାଷ୍ଟ ଗେଟ୍ ଦେଖେଇଲି ସେ ଗେଟ୍ ଭିତରକୁ ଆଉ ତାପରେ କ୍ୟାମେରାର ଆଲାଉ ଆ ଭିତରକୁ ନାହିଁ। ଲିଙ୍ଗ ଯିବା ପୂର୍ବରୁ ତା ସାମ୍ନାରେ ନନ୍ଦୀ ପଡ଼େ, ଯାହାକି ବହୁତ ବଡ଼ ଆକାରର, ପୁରା କଳା କିଟିକିଟିର। ତ ଏ ନନ୍ଦୀକୁ ମଧ୍ୟ ଦର୍ଶନ କରନ୍ତି, ସମସ୍ତେ ମୁଣ୍ଡିଆ ମାରନ୍ତି। ତ ଆମେ ପୂର୍ବରୁ ଯାଇଥିଲୁ, ସେତେବେଳେ ମୋବାଇଲ ଆଲାଉଡ଼୍ ଥିଲା, ଧ୍ୟାନ ଲିଙ୍ଗ ପାଖକୁ ନୁହେଁ କିନ୍ତୁ ତା ଭିତରକୁ ଆଲାଉଡ଼୍ ଥିଲା, ଯେଉଁଠି ନନ୍ଦୀ ଫନ୍ଦୀ ସେସବୁ ଫଟୋ ଆମେ ଉଠେଇ ପାରିଥିଲୁ। କିନ୍ତୁ ବର୍ତ୍ତମାନ ମେଇନ୍ ଗେଟ୍ରୁ ଯେଉଁଠି ଦେଖେଇଲି କି ସର୍ପ ନାଗ ଯେଉଁଠି ଅଛନ୍ତି ସେଇଠୁ ଆଉ ତା ଭିତରକୁ କ୍ୟାମେରାର ଆଲାଉ ନାହିଁ। ତ ସେଇଠୁ ହିଁ ଏବେ ଷ୍ଟପ୍ କରିଦେଇଛନ୍ତି ସିକ୍ୟୁରିଟି ପାଇଁ, କିନ୍ତୁ ତା ପୂର୍ବରୁ କିଛି ବର୍ଷ 3 ବର୍ଷ ତଳେ ମୁଁ ଯାଇଥିଲି, ତ ସେତେବେଳେ ଚାନ୍ସ ଥିଲା କି ଆମେ ମୋବାଇଲ ନେଇପାରିବୁ ତା ଭିତରକୁ, ବେଶୀ ଅଧିକ ଭିତରକୁ ନେଇପାରିବୁ।